ସେମାନେ 11th ରେ କଣ ସବୁ ଭୁଲ କରିଛନ୍ତି ଆଜ୍ଞା ସାର୍ ଟିକେ ସାର୍ ତାଙ୍କୁ କୁହନ୍ତୁ ସେମାନେ ସେ ଭୁଲ ଯେମିତି କି ନେକ୍ସଟ ଟାଇମ ନ କରିବେ। ତା ସହିତ ସେମାନେ ଫାଷ୍ଟ ଇୟରଟାକୁ ଟିକେ ଚିଲ୍ ମାରନ୍ତି କାରଣ ଆମର ପରୀକ୍ଷା ନଥାଏ ସେମାନେ ଏତେ ସିରିୟସ୍ ନଥାନ୍ତି ତା ସହିତ ଅଫଲାଇନ୍ କୋଚିଂରେ ଏଠୁ ସେଠୁ ବୁଲନ୍ତି ଯେଉଁମାନେ ଏଣ୍ଟ୍ରାନ୍ସ ପ୍ରିପେୟାର ହେବାକୁ ଚାହୁଁଛି ସେମାନେ ଆଉ 12th ଆଉ ଥରେ ତାକୁ ପଢ଼ିବେନି। ସାର୍ ମୁଁ 12th ଗୋଟେ ଜୋରଦାର ଭାବରେ ଆରମ୍ଭ କରିବାକୁ ଚାହୁଁ ନିଶ୍ଚିନ୍ତ ସାର୍ ଆଉ ଭଲ ରେଜଲ୍ଟ କରିବାକୁ ଚାହୁଁ ଆଜ୍ଞା କଣ ସାର୍ ସେମାନେ କରିପାରିବେ କି ବଢ଼ିଆ ରେଜଲ୍ଟ ଆପଣଙ୍କ ପାଖରେ ଏମିତି କିଛି ଉପାୟ ଅଛି କି ଏମିତି କିଛି ରାସ୍ତା ଅଛି କି ଯାହାଦ୍ୱାରା କି ସେମାନେ 12th ରେ ଭଲ ରେଜଲ୍ଟ କରିବାକୁ ଚାହୁଁଛନ୍ତି ଆଜ୍ଞା ସେମାନେ ସେଇ ଜାଗାକୁ ଆସିକି ପହଞ୍ଚିଯିବେ। ପିଲାମାନେ ତୁମ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ ତୁମ ସମସ୍ତଙ୍କର ଫେଭରାଇଟ୍ ଆମାଜିଂ ପ୍ଲାଟଫର୍ମ PW ଓଡ଼ିଶାକୁ। ତ ପିଲାମାନେ ଆଜି ଆମେ ଦି ଜଣ ବସିଛୁ ଆଜ୍ଞା ସାର୍ ଇମ୍ପୋର୍ଟାଣ୍ଟ ଡିସ୍କସନ୍ କରିବା ପାଇଁ ନିଶ୍ଚିନ୍ତ ସ୍ପେଶାଲି ସେଇ ପିଲାମାନଙ୍କ ପାଇଁ ଯେଉଁ ପିଲାମାନେ 11th ରୁ ବର୍ତ୍ତମାନ 12th କୁ ଆସୁଛନ୍ତି ସାର୍ ସେମାନେ 11th ରେ କଣ ସବୁ ଭୁଲ କରିଛନ୍ତି ଆଜ୍ଞା ସାର୍ ଟିକେ ସାର୍ ତାଙ୍କୁ କୁହନ୍ତୁ ସେମାନେ ସେ ଭୁଲ ଯେମିତି କି ନେକ୍ସଟ ଟାଇମ ନ କରିବେ। ଆକ୍ଚୁଆଲି ସାର୍ ପିଲାମାନେ ଯୋଉ ଭୁଲ କରିଛନ୍ତି ଫାଷ୍ଟ ଇୟରରେ ସେ କିଛି ଭୁଲ ତାଙ୍କ ଆଡୁ ହେଇଛି ଆଉ କିଛି ଭୁଲ ଏ ସିଷ୍ଟମ ତରଫରୁ ହେଇଛି ଏଇଟା ସବୁ ବର୍ଷ ପିଲାଙ୍କର ହୁଏ ଯେମିତି କି ତାଙ୍କର ସିଲାବସ କମ୍ପ୍ଲିଟ ହେଇନଥାଏ ପ୍ଲସ୍ ଟୁ ଫାଷ୍ଟ ଇୟରରେ ନିହାତି ତା ସହିତ ସେମାନେ ଫାଷ୍ଟ ଇୟରଟାକୁ ଟିକେ ଚିଲ୍ ମାରନ୍ତି କାରଣ ଆମର ପରୀକ୍ଷା ନଥାଏ ସେମାନେ ଏତେ ସିରିୟସ୍ ନଥାନ୍ତି ତା ସହିତ ଅଫଲାଇନ୍ କୋଚିଂରେ ଏଠୁ ସେଠୁ ବୁଲନ୍ତି ସେଥିପାଇଁ ତାଙ୍କ କୋର୍ସଟି କମ୍ପ୍ଲିଟ ହେଇନଥାଏ ତେଣୁ ସେମାନେ ସେକେଣ୍ଡ ଇୟର ଏଇଟା ହଉଛି ଗୋଟେ ପରଫେକ୍ଟ ଟାଇମ୍ ସେ ତାଙ୍କର କୋର୍ସଟାକୁ ପୁରା ଏପ୍ରିଲ ମାସରେ ଆରମ୍ଭ କରିକିନା ଆରାମରେ କୋର୍ସଟାକୁ ସାରିପାରିବେ ରିଭିଜନ କରିପାରିବେ ଆଉ ଟେଷ୍ଟ ପେପର ବା ସଲ୍ଭ କରିପାରିବେ ବା ପ୍ରିଭିୟସ୍ ଇୟର କ୍ୱେଶ୍ଚିନ୍ ବି ସିଏ ଆରାମରେ ସଲ୍ଭ କରିପାରିବେ। ନମ୍ବର 1 ତାଙ୍କର ହେ ଯେ ସଠିକ ପ୍ଲାଟଫର୍ମ ଚୁଜ୍ କରିବା ଦରକାର ଡିଷ୍ଟ୍ରାକ୍ସନ ମୋଟେ ହବା ଦରକାର ନୁହଁ। ଯେମିତି କି ସାର୍ ଆମର ଯେମିତି 11th କ୍ଲାସରେ କୌଣସି ଜାଗାରେ ସିଲାବସ୍ ସରେନି କିନ୍ତୁ ଆମେ ସାର୍ 11th କ୍ଲାସର ପୁରା ସିଲାବସ୍ ସରେଇଥିଲୁ କିନ୍ତୁ ସେମାନେ ଡିଷ୍ଟ୍ରାକ୍ଟ ହେଇକି ତାକୁ କଭର କରି ପାରିଲେ ନାହିଁ। ଆଜ୍ଞା ତ ଏବେ 12th କ୍ଲାସରେ ସେମାନେ ଯେମିତି ସେ ଭୁଲକୁ ନ କରିବେ ତା ବିଷୟରେ କିଛି କୁହନ୍ତୁ ସାର୍। ସେ ଭୁଲ ସେ ଟୋଟାଲି କରିବେ ନାହିଁ ତାର ଗୋଟିଏ କାରଣ ଏଇଆ ହେଲା ଯେ ଥରେ ସେ ଅନୁଭୂତି ପାଇଗଲେ ଯେ ଆମେ ବାରମ୍ବାର ପ୍ଲାଟଫର୍ମ ଯେତେବେଳେ ଚେଞ୍ଜ କରୁଛୁ ଟାଇମ ସେଇଥିରେ ପଳଉଛି ବର୍ତ୍ତମାନ ଏଟା ରାଇଟ୍ ଟାଇମ୍ ସେମାନେ ଯଦି ବି 12th କ୍ଲାସଟାକୁ ପୁରା ଗୋଟେ ବର୍ଷ ସାର୍ ଭଲରେ ପଢିଦେବେ ତାଙ୍କ ପାଇଁ ଲାଭ ହବ ଯେଉଁମାନେ ଏଣ୍ଟ୍ରାନ୍ସ ପ୍ରିପେୟାର ହେବାକୁ ଚାହୁଁଛନ୍ତି ସେମାନେ ଆଉ 12th ରେ ଆଉ ଥରେ ତାକୁ ପଢିବେନି କେବଳ ଯେତେବେଳେ ଏଣ୍ଟ୍ରାନ୍ସ ପ୍ରିପେୟାର ହେବେ 11th ର ପୋର୍ସନଟା ପଢିଦେବେ 12th ଟାକୁ ଖାଲି ରିଭିଜନ କରିଦେବେ ଯଦି 12th ଟାକୁ ତମେ ମାନେ ଭଲରେ ପୁରା ଟିକନିକ ପଢିଲ ତାହେଲେ ତମର ବୋର୍ଡ ପାଇଁ ବି ହେଇଗଲା ଏଣ୍ଟ୍ରାନ୍ସ ପାଇଁ ବି ହେଇଗଲା ସାର୍। ଏଇଠି ସାର୍ ମୋର ଗୋଟେ କ୍ୱେଶ୍ଚିନ୍ ଆଜ୍ଞା ସାର୍ ଗୋଟେ ପିଲାଟା ମନେ କରନ୍ତୁ କୌଣସି ପ୍ରକାର ୱେରେ ସେ ତ ଭୁଲ କରି ସାରିଛି ନିଶ୍ଚିତ 11th କ୍ଲାସ ୱେଷ୍ଟ କରି ସାରିଛି ଆଜ୍ଞା ସେ ଏବେ ଚାହୁଁ ସାର୍ ମୁଁ 12th ଗୋଟେ ଜୋରଦାର ୱେରେ ଆରମ୍ଭ କରିବାକୁ ଚାହୁଁଛି ନିଶ୍ଚିନ୍ତ ସାର୍ ଆଉ ଭଲ ରେଜଲ୍ଟ କରିବାକୁ ଚାହୁଁଛି ଆଜ୍ଞା କଣ ସାର୍ ସେମାନେ କରିପାରିବେ କି ବଢିଆ ରେଜଲ୍ଟ। ସାର୍ ଏ ତ ବହୁତ ସହଜ କଥା ଗୋଟେ ପିଲା ଯଦି 11th ରେ କିଛି ବି ପଢିନି ଆଚ୍ଛା ମୋ ଆଖିରେ ଉଦାହରଣ ବି ଅଛନ୍ତି ସେମାନେ 12th ରେ ବା ପ୍ଲସ୍ ଟୁ ସେକେଣ୍ଡ ଇୟରରେ ସେମାନେ ପୁରା ଆରମ୍ଭରୁ ପଢିକି ର୍ୟାଙ୍କ ବା ଟପ୍ ପୋଜିସନରେ ବି ଅଛନ୍ତି। ଆଚ୍ଛା 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 ମାନେ ଷ୍ଟେଟରେ ଟପର ବି ହେଇଛନ୍ତି ଖାଲି ସେମାନଙ୍କୁ କଣ କରାଯିବ ନା ଡିସିପ୍ଲିନ ୱେରେ ପଢିବାକୁ ପଡିବ ଯୋଉ ଦିନ ଯାହା କ୍ଲାସ ପଢା ହଉଛି ତାକୁ ବ୍ୟାକଲଗ ନ ରଖିବେ ଯେମିତି। ଏଠି ସାର୍ ମୁଁ ଆଉ ଗୋଟେ କ୍ୱେଶ୍ଚିନ୍ ପଚାରୁଛି ଆଜ୍ଞା ସାର୍ ଆପଣଙ୍କ ପାଖରେ ଏମିତି କିଛି ଉପାୟ ଅଛି କି ଏମିତି କିଛି ରାସ୍ତା ଅଛି କି ଯାହାଦ୍ୱାରା କି ସେମାନେ 12th ରେ ଭଲ ରେଜଲ୍ଟ କରିବାକୁ ଚାହୁଁଛନ୍ତି ଆଜ୍ଞା ସେମାନେ ସେଇ ଜାଗାକୁ ଆସିକି ପହଞ୍ଚିଯିବେ ଆଜ୍ଞା ଆଉ ତାଙ୍କୁ ଆଉ କୋଉଠିକି ବି ଯିବା କଥା ଭାବିବାକୁ ପଡିବ ନାହିଁ ସେମିତି କିଛି ପ୍ଲାଟଫର୍ମ ଅଛି ଆପଣଙ୍କ ପାଖରେ। ଆକ୍ଚୁଆଲି ସାର୍ ସତ କଥା ଆଜି ମୁଁ କହିବି ସବୁରି ମୂଳରେ ପିଲାମାନଙ୍କର ଏଫର୍ଟ ହିଁ ଆମେ ଯେତେ ଏଫର୍ଟ ଦବା ସବୁଠି ମୂଳରେ ତାଙ୍କୁ ହିଁ ଲଢିବାକୁ ପଡିବ ତାଙ୍କୁ ହିଁ ମେହନତ କରିବାକୁ ପଡିବ ଆମେ କିନ୍ତୁ ତୁମ ସହିତ ପୁରା ପଛରେ ଅଛୁ ସାଥିରେ ଅଛୁ ସେଥିପାଇଁ ତ ତମ ମାନଙ୍କ ପାଇଁ ଗୋଟେ ବ୍ୟାଚ୍ ଅଛି ପରିଶ୍ରମ ବ୍ୟାଚ୍। ଆଚ୍ଛା ସେଇ ବ୍ୟାଚ୍ ରେ ଆମେ ପୁରା ଶିଖେଇବୁ ତୁ ଏକା ପଢିବୁନୁ ଆମେ ତତେ ପଢେଇବୁ ତତେ ତାଙ୍କୁ ଖାଲି ଏତିକି କରିବାକୁ ପଡିବ ମେହନତ ବା ଯାହାର ଓଡିଆ ନାଁ ହଉଛି ପରିଶ୍ରମ। ସେ ବ୍ୟାଚ୍ ଭିତରେ ତାଙ୍କୁ ସବୁ ସବଜେକ୍ଟ ଦିଆଯିବ ନିଶ୍ଚିନ୍ତ ସାର୍ ଟୋଟାଲ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥ ବାୟୋ ଆଉ ଆଇଟି ଛଡା ଯୋଉଟା ଆମର କମ୍ପଲସରି ପେପର କଣ ସାର୍ ଓଡିଆ ଆଉ ଇଂଲିଶ ସିଏ ବି ମିଳିବ ଓଡିଆ ଇଂଲିଶ ବି ଦିଆ ହଉଛି ପୁରା ଦିଆଯିବ 600 ରୁ 600 ମାର୍କ ଦିଆଯିବ ଏ କମିଟମେଣ୍ଟ ଆମ PW ଓଡ଼ିଶାର କମିଟମେଣ୍ଟ। ଆଚ୍ଛା ସେ ପିଲାମାନେ ସାର୍ କୋଉ ବହି ପଢିବେ କଣ କରିବେ ତାଙ୍କୁ ସେ ସବୁ ବିଷୟରେ ପୁରା ଗାଇଡାନ୍ସ ବ୍ୟାଚ୍ ଭିତରେ ମିଳିଯିବ ତାଙ୍କୁ ପୁରା ସବୁ ମିଳିବ ମୁଁ କହିଲି ନା ବାଟ ଦେଖେଇବା ପାଇଁ ଆମେ ଅଛୁ ମାନେ ଗୋଟେ ସାର୍ କମ୍ପ୍ଲିଟ ପ୍ୟାକେଜ ଆପଣ କହିବାକୁ ଚାହୁଁଛନ୍ତି ପରିଶ୍ରମ ଓଡିଆ 2027 ରାଇଟ୍ ଗୋଟିଏ ପ୍ୟାକେଜ କିନ୍ତୁ ତା ସହିତ ତୁ ଯଦି ଏଫର୍ଟ ନ ଦବୁ ତାହେଲେ ଆମର କିଛି ଲାଭ ନାହିଁ ତୁ ଯଦି ଜିରୋ ରଖିବୁ ଆମେ ଯେତେ ଏଫର୍ଟ ଦବୁ
ତାହେଲେ ସେଟା ତ ଜିରୋ ହବ ନା। यस यस ତୁ ପିଲାମାନେ ପରିଶ୍ରମ ଆପଣଙ୍କୁ କରିବୁ, ହଁ ପିଲାମାନେ ଡିସିପ୍ଲିନ ତମମାନଙ୍କୁ ଏଫର୍ଟସ ଲଗେଇବାକୁ ପଡିବ ଯେମିତି କି ସାର୍ ଏଫର୍ଟସ ଲଗେଇବେ ଖାଲି ସାର୍ ଏଫର୍ଟସ ଲଗେଇଲେ ଚଳିବ ନାହିଁ ତୁମମାନଙ୍କୁ ମଧ୍ୟ ଏଫର୍ଟସ ଲଗେଇବାକୁ ପଡିବ। ତାହେଲେ ସାର୍ ସେମାନେ ବହୁତ ସକ୍ସେସ ହେବେ। ହୁଁ। ଯଦି ତୋର କିଛି ବି ଡରିବାର ନାହିଁ, ହୁଁ। ଏଇ ଯୋଉ ବ୍ୟାଚଟି ବହୁତ ଭଲ ବ୍ୟାଚ ହବ, ହୁଁ। ତୁ ଟପ୍ କରିବୁ ହୁଁ। ଏତିକି ବିଶ୍ୱାସ ରଖ। ଆଉ ସାର୍ ସେମାନେ ଯୋଉଟା କହୁଛନ୍ତି ଆମେ 11th ରେ ଯୋଉ ଭୁଲ ହୁଁ। କରିଛୁ 12th ରେ ଆଉ କରିବୁନି। ହୁଁ। 12th ରେ ସେମିତି ଅପ୍ସ ଆଣ୍ଡ ଡାଉନ୍ ଆସେ, ଆସିବ। କିନ୍ତୁ ଯୋଉ ପିଲା ପୁରା ମୂଳରୁ ଆରମ୍ଭରୁ ପୁରା କମିଟମେଣ୍ଟ କରିବ, ହୁଁ। ପୁରା ପ୍ରମିସ କରିବ ଯେ ସାର୍ ମାନେ ଯାହା କହୁଛନ୍ତି ମୁଁ ତାକୁ ପୁରା ମାନିବି, ପରିଶ୍ରମ କରିବି, ତାହେଲେ ମୁଁ ନିଶ୍ଚିନ୍ତ ପୁରା ଭଲ ପରସେଣ୍ଟେଜ ରଖିବି ଆଉ ବାପା ମାଙ୍କର ନିଶ୍ଚିନ୍ତ ନାଁ ମୁଁ ରଖିବି। ଆଚ୍ଛା ପିଲାମାନେ ଏଠି ସାର୍ ତୁମମାନଙ୍କୁ ବହୁତ କମ୍ ସମୟ ଭିତରେ ବହୁତ ବଢ଼ିଆ ବଢ଼ିଆ ସଜେସନ୍ସ ଦେଇଦେଲେ एंड एसबू कथा को तुम यदि स्ट्रिक्टली मानव मो कथा भी विश्वास कर तुम मैंने एग्जाम रे जेतिकी रिजल्ट चाहूच ताठू बहुत ही भल रिजल्ट कर सार केवल लास्ट को मुझे चाहिए आम पे कौन कह चाहूँगी लास्ट दीटा लाइन कहतु खाली एतिकी कहबी तुम मानक सह आमे अच्छु, तुम बापा माँ अच्छा आ भगवान अच्छा। विश यू ऑल द वेरी बेस्ट। मेहनत कर पढ़ापढ़ी कर ऑल द वेरी बेस्ट।